କାର୍ଯ୍ୟକାରୀ କରାଗଲା ବୋଲି ଲୋକ ଭାବିଲେ ଏବଂ ଏଇଥିପାଇଁ ଯେ ଯେତେବେଳେ ଆମର ଏୟାର କ୍ୱାଲିଟି ଇଣ୍ଡେକ୍ସ ରେ ଆମେ ଓଡ଼ିଶା ତଳକୁ ଯାଉଛି ଏବଂ ଗୋଟେ ପ୍ରକାର ବାଧ୍ୟବାଧକତା ଯେ ପିୟୁସି ହବା ଦରକାର କାରଣ କୋଟିଏରୁ ଉର୍ଦ୍ଧ୍ୱ ଗାଡି ହେଲାଣି ଓଡ଼ିଶାରେ ତେଣୁ ତାକୁ ଯେତେବେଳେ ଆଖି ଆଗରେ ରଖିଲେ ଆମେ ଆଉ ଟିକେ ଅମାନିଆ ମାନଙ୍କ ପାଇଁ ତେଲ ନାଇକି ପିୟୁସି ନାଇକି ତେଲ ନାଇ ଭଳିଆ କଲୁ ସମସ୍ତେ ବ୍ୟଗ୍ରତାର ସହିତ ମଧ୍ୟ ପିୟୁସି ସାର୍ଟିଫିକେଟ କଲେ ପରୋକ୍ଷରେ ଗୋଟେ ପ୍ରକାର ଆଲୋଡ଼ନ ସୃଷ୍ଟି କଲେ ଏବଂ ଆମେ ବାରମ୍ବାର ଅନୁରୋଧ କଲୁ ଯେ 90 ଦିନ ଯୋଉ କଥା କାଲି ମାନ୍ୟବର ହାଇକୋର୍ଟ କହିଲେ ନ୍ୟାୟାଳୟ କହିଲେ ଯେ 90 ଦିନର ଚାଲାଣ ବାକି ଅଛି ପିୟୁସି ହେଇପାରିବ ନାହିଁ ଏବଂ ଜନସ୍ୱାସ୍ଥ୍ୟ ମାମଲା ଦାଖଲ କରିବା ଲୋକଙ୍କର ଅଧିକାର ଲୋକଙ୍କର ତାଙ୍କର ସ୍ୱାଧୀନତା ମଧ୍ୟ ଏବଂ ମାନ୍ୟବର କୋର୍ଟ ଗତକାଲି ସେଟାକୁ ଖାରଜ କରିବା ସହିତ ଏ କଥାକୁ କହିଛନ୍ତି ମୁଁ କହିସାରିଛି ଯେଭଳି ଭାବେ 10,000 ଫାଇନ ସରକାରଙ୍କ ପ୍ରାଥମିକତା ନାହିଁ କାହାକୁ ଜରିମାନା ଦେଇକିରି ତାକୁ ଇଏ କରି ସରକାର ଚଲେଇବା ଆମ ସରକାରଙ୍କ ପ୍ରାଥମିକତା ନାହିଁ ଏବଂ ନିଶ୍ଚିତ ଭାବେ ଆକୁ ମଧ୍ୟ ତର୍ଜମା କରାଯିବ ଏବଂ ତାକୁ କମ ବି କରାଯିବ।